ହେଇ ପପୁ ଆଇଲା ହେଇ ରାଜପୁତ୍ର ରାହୁଲ ଗାନ୍ଧୀ ଆଇଲେ। ମୋଦିଙ୍କର ଯେଉଁ ଭୟ ରାହୁଲ ଗାନ୍ଧୀକୁ ତା ମୁଁ ସ୍ପଷ୍ଟ ବାରିପାରିଲି ଏବଂ ଦେଖିଲି ଯେ ସେ ଏକମାତ୍ର ଜଣେ ବ୍ୟକ୍ତିକୁ ଇଏ କରନ୍ତି, ଭୟ କରନ୍ତି, ସେ ହେଉଛନ୍ତି ରାହୁଲ ଗାନ୍ଧୀ। ବିଜେପି ବିଜେଡ଼ି ପରସ୍ପରର ଲଢ଼େଇ ହେଉଛି ସ୍ୱାମୀ ସ୍ତ୍ରୀର ଲଢ଼େଇ। ମୋ ରାମ ହେଉଛନ୍ତି ମହାତ୍ମା ଗାନ୍ଧୀଙ୍କ ରାମ। ବିଜେପି କି ଉତ୍ତରପ୍ରଦେଶରେ ସବୁଠାରୁ ବଡ଼ ଆଘାତ ମିଳିଲା। ତାର କାରଣ ହେଉଛି ରାମକୁ ନାମକୁ ନେଇ ଯିଏ ଧୋକା ଦେବା ପାଇଁ ବସିଥିଲେ ସେଠି ଆଗ ସେ ପରିଚୟ କରିଦେଲା ଯେ ଏଠି ସେ ଧୋକା ଚଳିବ ନାହିଁ। ନା ଆମେ ଯଦି ଯିବା ପଚାରିବା ଯେ ତୁମର ଧର୍ମ କ'ଣ ବୋଲିକରି ଗୋଟିଏ ଆଦିବାସୀ ପରିବାରର ଲୋକଙ୍କୁ ସେ କେବେ ବି କହିପାରିବେ ନାହିଁ ଯେ ଆମେ ହିନ୍ଦୁ ଧର୍ମର ବୋଲିକରି। ସାରା ଦେଶରେ ବର୍ତ୍ତମାନ ମୋହନ ଭାଗବତଙ୍କ ଏକ ଟିପ୍ପଣୀକୁ ନେଇ ବେଶ୍ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଏହି ଟିପ୍ପଣୀ ଉପରେ ସିଧାସଳଖ ଭାବେ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ମୋହନ ଭାଗବତଙ୍କୁ, ଯାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ଏବେ ଚାଲିଛି। ଆମେ ସିଧାସଳଖ ଏ ନେଇ ଆଲୋଚନା କରିବା। ଆମ ସହିତ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ, ପୂର୍ବତନ କଂଗ୍ରେସ ବରିଷ୍ଠ ନେତା ପଞ୍ଚାନନ କାନୁନ ସାର୍। ସାର୍ ଆପଣଙ୍କୁ ସୂଚନା ଦେବି ସ୍ୱାଗତ। କ'ଣ କହିବେ ସାର୍, ଏଇ ଯେଉଁ ବୟାନବାଜି ଚାଲିଛି, ଏଇ ଯେଉଁ ଟିପ୍ପଣୀ ଦେଇଛନ୍ତି, ୟାକୁ କେତେ ଦୂର ଗ୍ରହଣ କରୁଛନ୍ତି? ପ୍ରଥମ କଥା ହେଲା, ମୋହନ ଭାଗବତ ହୁଅନ୍ତୁ ବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ହେଉ ବା ହିନ୍ଦୁ ମହାସଭା ହେଉ ବା ତାଙ୍କ ଦ୍ୱାରା ପରିଚାଳିତ ଭାରତୀୟ ଜନତା ପାର୍ଟି ହେଉ, ଏମାନଙ୍କର ବିଚାର ଗୋଟିଏ ନିର୍ଦ୍ଦିଷ୍ଟ ବିଚାର ଯାହା ଭାରତବର୍ଷକୁ ବିଭାଜିତ କରିବ। ତାଙ୍କ ବିଚାରଟି ହେଉଛି ଯେ ଭାରତବର୍ଷ ହିନ୍ଦୁମାନଙ୍କର ଦେଶ। ତାଙ୍କ ବିଚାରଟି ହେଉଛି ଭାରତବର୍ଷ ଆର୍ଯ୍ୟମାନଙ୍କର ଦେଶ। ଯେତେବେଳେ ଆର୍ଯ୍ୟ କଥା ଉଠିବ, ଭାରତବର୍ଷରେ ଆର୍ଯ୍ୟମାନଙ୍କର ପ୍ରବେଶ ପୂର୍ବରୁ ଆର ଇତିହାସ କହୁଛି, ପୁରାଣ କହୁଛି, ଏଠି ଦ୍ରାବିଡ଼ମାନେ ଥିଲେ। ଯେଉଁ ସିନ୍ଧୁ ଉପତ୍ୟକା ବୋଲି କୁହାଯାଉଛି, ସେଠି ଦ୍ରାବିଡ଼ମାନେ ଥିଲେ ଏବଂ ସେମାନେ ଏଠୁ ଉତ୍ତର ପଶ୍ଚିମ ଦିଗରୁ ଦକ୍ଷିଣ ଆଡ଼କୁ ତାଙ୍କୁ ପଳାଇ ଆସିଲେ। ଏଣୁ ସେମାନେ ଲଢ଼େଇ କରିବେ ଦ୍ରାବିଡ଼ମାନେ, ଯେ ଆମେ ଯେଉଁମାନଙ୍କୁ ଦ୍ରାବିଡ଼ ବୋଲିକି ଆମେ କହୁଛୁ, ପରିଚୟ କରୁଛୁ। ଆମେ ଯଦି ହିନ୍ଦୁ ଭାବରେ କହିବୁ, ଭାରତବର୍ଷରେ ଅନେକ ଅଣହିନ୍ଦୁମାନେ ଅଛନ୍ତି। ଅଣହିନ୍ଦୁ ହେଉଛନ୍ତି ଧର୍ମଗତ ଭାବରେ ଅଛନ୍ତି, ଜାତିଗତ ଭାବରେ ଅଛନ୍ତି। ଜାତିଗତ ଭାବରେ କ'ଣ ନା, ଆମେ ଯଦି ଯିବା ପଚାରିବା ଯେ ତୁମର ଧର୍ମ କ'ଣ ବୋଲିକରି ଗୋଟିଏ ଆଦିବାସୀ ପରିବାରର ଲୋକଙ୍କୁ ସେ କେବେ ବି କହିପାରିବେ ନାହିଁ ଯେ ଆମେ ହିନ୍ଦୁ ଧର୍ମର ବୋଲିକରି ବା ହିନ୍ଦୁ। ସେମାନେ ସମସ୍ତେ ଅଣହିନ୍ଦୁ। କାରଣ ଏକ ସମୟରେ ଜନଗଣନାରେ ପ୍ରୋବ୍ଲେମ୍ ହେଇଥିଲା 1931 ମସିହା ବେଳ ପର୍ଯ୍ୟନ୍ତ, ଯେ ସେମାନେ ବାରମ୍ବାର ମନା କରୁଥିଲେ ଆମକୁ ହିନ୍ଦୁ ଭିତରେ ପରିସରଭୁକ୍ତ ରଖନ୍ତୁ ନାହିଁ। ସେମାନେ ଅଣହିନ୍ଦୁ ବୋଲି ବିଚାର କରନ୍ତି ନିଜକୁ ଏବଂ ତାଙ୍କର ବିଚାର, ତାଙ୍କର ଧର୍ମୀୟ ଧାରା, ତାଙ୍କର ବିଚାରଧାରା, ତାଙ୍କର ସୋଚ, ଇଏ ସବୁ ହେଉଛି ହିନ୍ଦୁ ବିରୋଧୀ ବା ଅଣହିନ୍ଦୁ, ଯେଉଁଥିପାଇଁ ସେମାନେ ଖୁବ୍ ଶୀଘ୍ର ଏ ଧର୍ମରୁ ଯାଇକରି ଖ୍ରୀଷ୍ଟିଆନ ବି ହେଇଯାଉଛନ୍ତି। ସିମିଲାରଲି ଯଦି ହିନ୍ଦୁ ବୋଲି କହିବା, ଭାରତବର୍ଷରେ ଥିବା ଅନ୍ୟ ଧର୍ମାବଲମ୍ବୀମାନେ ସେମାନେ ମଧ୍ୟ ନିଜକୁ ଅଲଗା କରିବେ। ଏକ ସମୟରେ ଏଇ ହିନ୍ଦୁ କଥାଟା କହିବା ଫଳରେ ପାକିସ୍ତାନର ଯେଉଁ ଅଭ୍ୟୁଦୟ ହେଲା, ତାକୁ ଟୁ ନେସନ୍ ଥିଓରି କୁହାଗଲା। ଦୁଇ ଜାତି ତତ୍ତ୍ୱ। କେଉଁ ଜାତି ନା ଧର୍ମଭିତ୍ତିକ ଜାତୀୟତା। ଧର୍ମଭିତ୍ତିକ ଜାତୀୟତାରେ ଏ ଦୁଇଟା ଗୋଷ୍ଠୀ ହୋଇଗଲେ ଏବଂ ଶେଷରେ ପରିଣତ ହେଲା ଭାରତ ବିଭାଜନ ହେଲା। ଭାରତ ବିଭାଜନ ହେବାର ମୂଳ କାରଣ ହେଉଛି ଦୁଇ ଜାତି ତତ୍ତ୍ୱ, ଧର୍ମଭିତ୍ତିକ ଜାତୀୟତା ବା ଧର୍ମଭିତ୍ତିକ ରାଷ୍ଟ୍ର ଗଠନର ପ୍ରକ୍ରିୟା। ଠିକ୍ ସେମିତି ଭାବରେ ଆର୍ଯ୍ୟ ଅନାର୍ଯ୍ୟ, ଧର୍ମଗତ ବିଚାର, ଇଏ ସବୁକୁ ନେଇକରି ଯିବା ବେଳେ ଅଦ୍ଭୁତ ମଣିଷ ଦୁଇ ଜଣ ଭାରତବର୍ଷରେ ଉଠିଲେ। ଏଇ ଗତ ଶତାବ୍ଦୀରେ ପ୍ରାରମ୍ଭରେ ଆସିଲେ। ସେ ହେଉଛନ୍ତି ମହାତ୍ମା ଗାନ୍ଧୀ ଏବଂ ଜବାହରଲାଲ ନେହେରୁ। ମହାତ୍ମା ଗାନ୍ଧୀ ଭାରତବର୍ଷ ବୁଲିଲେ। ତାଙ୍କ ବୁଲିବା ପୂର୍ବରୁ ତାଙ୍କର ଗୁରୁ, ସେ ଯାହାଙ୍କଠୁ ରାଜନୈତିକ ଇଏ କରୁଥିଲେ, ଶିକ୍ଷା ଲାଭ କରୁଥିଲେ ବା ତାପରେ ଭରସା କରୁଥିଲେ, ସେ କହିଲେ ତୁମେ ଟିକେ ଭାରତ ଆଗ ବୁଲିସାର, ତାପରେ କରିବ। 1914 ମସିହାରେ ଗାନ୍ଧୀଜୀଙ୍କୁ ସେ କହିଲେ। ଇଏ ସେଥିପାଇଁ ଆସିଲା ପରେ ଭାରତର ଗୋଟେ ବୁଲିବା ଆରମ୍ଭ କରିଦେଲେ, ବିଭିନ୍ନ ଜାଗା ବୁଲିକରି ଭାରତକୁ। ସିଏ ଡିସ୍କଭର୍ଡ ଇଣ୍ଡିଆ, ଭାରତକୁ ପୂର୍ଣ୍ଣ ମାତ୍ରାରେ ବୁଲିକରି ଭାରତବର୍ଷର ଚରିତ୍ର, ଚିତ୍ର ସବୁକୁ ଅଧ୍ୟୟନ କଲେ। ଆଉ ଜଣେ ହେଉଛନ୍ତି ଭାରତବର୍ଷର ଜବାହରଲାଲ ନେହେରୁ। ସେ ଜେଲରେ ରହିଲେ। ତାଙ୍କୁ ଇଂରେଜ ମାନେ ଜେଲରେ ରଖିଦେବା ଫଳରେ ବହୁତ ଦିନ ଧରିକିରି ସେ ସେଠି ଅଧ୍ୟୟନ କଲେ।
ଅଧ୍ୟୟନରେ ହି ଡିସ୍କଭର୍ଡ ଇଣ୍ଡିଆ ଡିସ୍କଭରି ଅଫ୍ ଇଣ୍ଡିଆ ଲେଖିଲେ ଏବଂ ଅଧ୍ୟୟନ ମଧ୍ୟ କଲେ, ଯେଉଁଥିରେ ଦେଖିଲେ ଇଏ ଗୋଟିଏ ହେଉଛି ବିବିଧତା ଭିତରେ ଏକତା, ଭିନ୍ନ ଭିନ୍ନ ଜାତୀୟତା, ଭିନ୍ନ ଭିନ୍ନ ଭାଷା, ଭିନ୍ନ ଭିନ୍ନ ପରମ୍ପରା, ଭିନ୍ନ ଭିନ୍ନ ସାମାଜିକ ଚିତ୍ର, ଏ ସବୁ ଭିତରେ ଏକତ୍ୱ ରହିଛି ଏବଂ ତାହା ହେଉଛି ଭାରତ। ତାକୁ ବାନ୍ଧିକି ରଖିବା ପାଇଁ ସେହି ପ୍ରକାରର ଏକ ବିଚାର ରହିବା ଦରକାର। ଇଏ ହେଲା ଜବାହରଲାଲ ନେହେରୁଙ୍କର, ଇଏ ଲେଖିଲେ ଡିସ୍କଭରି ଅଫ୍ ଇଣ୍ଡିଆ, ସେ ବୁଲିକିରି ଦେଖିଲେ ଆଣ୍ଡ ଡିସ୍କଭର କଲେ ଭାରତବର୍ଷକୁ। ସୋ ଏଇ ଦୁଇ ଯାକ କଥାକୁ ଗ୍ରହଣ କଲାବେଳେ ଅନ୍ଧତ୍ୱ ବା ଅନ୍ଧ ଭାବରେ ବିଶ୍ୱାସ କରୁଥିବା ଗୋଟିଏ ଗୋଷ୍ଠୀ ବାରମ୍ବାର ଆଙ୍କୁ ଆଘାତ ଦେଇଛନ୍ତି। ବାରମ୍ବାର ଏଇ ଦୁଇ ଜଣଙ୍କୁ ଠାରୁ କେମିତି ଲୋକେ ଦୂରେଇ ଯିବେ ଚେଷ୍ଟା କରିଛନ୍ତି। ପ୍ରଥମେ ଚେଷ୍ଟା କରିଥିଲେ ମହାତ୍ମା ଗାନ୍ଧୀଙ୍କ ଠାରୁ ଦୂରେଇ ନେବା ପାଇଁ ଏବଂ ସେଥିପାଇଁ କି କିଛି ଲୋକ ନିୟୋଜିତ ହୋଇଥିଲେ, କିନ୍ତୁ ତାହା ହୋଇପାରିଲା ନାହିଁ। ମହାତ୍ମା ଗାନ୍ଧୀଙ୍କର ଦୃଢ଼ ମନୋବଳ ସକାଶେ ସେ ଭାରତବର୍ଷର ନାୟକ ହୋଇକି ରହିଗଲେ, ନେତୃତ୍ୱ ନେଇକି ରହିଗଲେ। ଜବାହରଲାଲ ନେହେରୁ ପର୍ଯ୍ୟନ୍ତ ମଧ୍ୟ ଚେଷ୍ଟା କରାହେଇଥିଲା, କିନ୍ତୁ ଜବାହରଲାଲ ନେହେରୁ ମଧ୍ୟ ରହିଲେ। କିନ୍ତୁ ତାପରେ ଯେତେବେଳେ କ୍ଷମତା କୈନ୍ଦ୍ରିକ ଲଢ଼େଇଟା ଆରମ୍ଭ ହେଲା, ସେଇଥିରୁ ଟିକେ ଏବେ ଫଳପ୍ରଦ ହୋଇଛନ୍ତି ଏବଂ 1925 ମସିହାରେ ଆରମ୍ଭ ହୋଇଥିବା ଏ ସୋପାନ ବା 2021 ମସିହାରେ ଯେତେବେଳେ ହେଇଥିଲା, ସେଇ 100 ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଲା ଭାରତବର୍ଷର କିଛି ଅଞ୍ଚଳକୁ ପ୍ରବେଶ କରିବା ପାଇଁ। କିନ୍ତୁ ଗତ ନିର୍ବାଚନରେ 2024 ନିର୍ବାଚନରେ ଯଦି ଓଡ଼ିଶାର ଗୋଟେ ଭୁଲ ଭଟକା ନ ହୋଇଥାନ୍ତା, ଓଡ଼ିଶାର ରାଜନୈତିକ ବ୍ୟବସ୍ଥା ଯଦି ଢଳେଇକି ନ ଯାଇଥାନ୍ତା ମାନେ ଭାରତୀୟ ଜନତା ପାର୍ଟି ବା ଏନ୍ଡିଏ କାର୍ଯ୍ୟକଳାପ ସହିତ, ତାହେଲେ ମଧ୍ୟ 20ଟା ସିଟ୍ ଏଠୁ ସେ ପାଇପାରିନଥାନ୍ତା ଏବଂ ଭାରତବର୍ଷ ମଧ୍ୟ 272 ସିଟ୍ ପାଇ ସରକାର ଗଢ଼ିବାର ସୁଯୋଗ ପାଇନଥାନ୍ତା ଭାରତୀୟ ଜନତା ପାର୍ଟି। ଏଣୁ କାହିଁକି ନା ଭାରତବର୍ଷର ଲୋକେ ସମସ୍ତେ ଜାଣିଛନ୍ତି ଯେ ଭାରତବର୍ଷକୁ ରକ୍ଷା କରିବାକୁ ହେଲେ ଆମକୁ ବିବିଧତା ଭିତରେ ଏକତା, ଭିନ୍ନତା ଭିତରେ ଏକତା। ଏଣୁ ଆଜି ଯେଉଁମାନେ ଚିତ୍କାର କରିକରି କହୁଛନ୍ତି, ମୁଁ ପଚାରୁଛି, ରାମକୁ ଚିତ୍କାର କରିକରି ଆସିଥିଲେ ଓଡ଼ିଶା ପର୍ଯ୍ୟନ୍ତ, ହଠାତ୍ ଓଡ଼ିଶାରେ ପହଞ୍ଚିଲା ପରେ ଜୟ ଜଗନ୍ନାଥ, ସେଠି ରାମ ଅସୁର ହେଉଥିଲା, ଏଠି ଜୟ ଜଗନ୍ନାଥ। ପାର୍ଲାମେଣ୍ଟରେ ମଧ୍ୟ ଉଠିକରି କହିଲେ ଜୟ ଜଗନ୍ନାଥ। ପାର୍ଲାମେଣ୍ଟରେ ଯେତେବେଳେ ମୋଦି ତାଙ୍କର ଭାଷଣ ଆରମ୍ଭ କଲେ ଏନ୍ଡିଏ ମେମ୍ବରମାନଙ୍କୁ ନେଇକରି, ସେତେବେଳେ ଜୟ ଜଗନ୍ନାଥ କହିଲେ। ଆମେ ଏକଥା ଶୁଣିଲେ, ଅର୍ଥାତ୍ ଜଗତର ନାଥ ଜଗନ୍ନାଥ। ଆମେ ଯାହା ବିଚାର କରୁଛୁ, କିଏ କୃଷ୍ଣକୁ ପାଉଛନ୍ତି, କିଏ ଜଗନ୍ନାଥଙ୍କୁ ୟାଙ୍କୁ ରାମକୁ ନେଉଛନ୍ତି ଏବଂ ଆମେ ଜଗନ୍ନାଥଙ୍କୁ ପୂଜା କରୁଛୁ। କିନ୍ତୁ ଜଗନ୍ନାଥଙ୍କୁ ନ କହିବା ପର୍ଯ୍ୟନ୍ତ ତାଙ୍କର ନିସ୍ତାର ନଥିଲା। ଜଗନ୍ନାଥଙ୍କର ନାଁ ଉଚ୍ଚାରଣ କଲେ ଏବଂ ସେଥିରେ 20ଟା ସିଟ୍ ଏଇଠୁ ନେଲେ, ଓଡ଼ିଶାରୁ ନେଲେ ଏବଂ ସେଇଥିରେ ହିଁ ସରକାର ଗଢ଼ିଲେ। କିନ୍ତୁ ସେହିସବୁ ଦୃଷ୍ଟିରୁ ବିଚାର କଲେ ଆମେ ଆଉ ଆ ଭିତରକୁ କନ୍ଦଳ ଭିତରକୁ ନ ଯାଇ ଅଧ୍ୟୟନକୁ ଯିବା। ଅଧ୍ୟୟନ ଭିତରକୁ ଗଲେ ଆମେ ଦେଖିବା ଯେ ଦ୍ରାବିଡ଼ମାନେ ଆର୍ଯ୍ୟମାନଙ୍କର ବହୁ ପୂର୍ବରୁ ଏଠି ଥିଲେ ଏବଂ ଆର୍ଯ୍ୟମାନେ ବିଦେଶରୁ ଆସିଛନ୍ତି, ଯେଉଁଟାକୁ କୁହାଯାଉଛି କାସ୍ପିଆନ ହ୍ରଦ ବୋଲି ପାଖରୁ ସେଠୁ ଆସିଛନ୍ତି ବୋଲି। ଏବଂ ଆଉ ଗୋଟିଏ ଲେଖା ଅନୁସାରେ ଆମେ ବିଚାର କଲେ ଦେଖିବା ଯେ ଇଏ ଗଙ୍ଗା ନଦୀ ପର୍ଯ୍ୟନ୍ତ ମାନେ କେମିତି ଭାବରେ ଏମାନେ ସବୁ ଆସିଥିଲେ, ସାମାଜିକ ପରିବର୍ତ୍ତନ ଘଟିଥିଲା ବ୍ୟବସ୍ଥାର, ଏ କଥା ଭିତରେ ଆମେ ରହିଛେ। ଏବଂ ଯେଉଁଥିପାଇଁ ଏକ ସମୟରେ ରେସିଆଲ ବ୍ୟବସ୍ଥା ନେଇ ହିଟଲର ଜୋରଦାର କହୁଥିଲା ଆରିଆନ ରେସ୍, ଆର୍ଯ୍ୟ ରେସ୍ ସାମ୍ରାଜ୍ୟ ହେବ, ସାରା ବିଶ୍ୱକୁ ଦଖଲ କରିବ, ସେ ମଧ୍ୟ ଫେଲ୍ କଲା। ସେ ଇତିହାସ କହିଛି। ଆଉ ଏମାନେ ଯେ ସେ ବାଟରେ ବେଶୀ ବାଟ ଯାଇପାରିବେ, ମୁଁ ଆଦୌ ବିଶ୍ୱାସ କରେ ନା। ଏଣୁ ଇଏ ଯାହା କହିଛନ୍ତି, ସେ ମଧ୍ୟ ରାହୁଲ ଗାନ୍ଧୀ, ସେ ମଧ୍ୟ ମୋର ବିଚାରରେ ଏ ଯେଉଁ ଭାରତ ଯୋଡ଼ୋ ଯାତ୍ରା କଲେ, ଅନେକ ଅଞ୍ଚଳ ଦେଇକରି ପାଦରେ ଚାଲିଲେ, ଅନେକ ଅଭିଜ୍ଞତା ଏବଂ ଭାରତବର୍ଷକୁ ଅଧ୍ୟୟନ କଲେ। ତୃତୀୟ ଲୋକ ସିଏ, ପ୍ରଥମେ ଗାନ୍ଧୀଜୀ, ଦ୍ୱିତୀୟରେ ଜବାହରଲାଲ ନେହେରୁ, ତୃତୀୟ ଲୋକ ହେଉଛନ୍ତି ଇଏ, ଯିଏ ଭାରତବର୍ଷରେ ବୁଲିକିରି ଭାରତ ଯୋଡ଼ୋ ଯାତ୍ରାରେ ସେ ଭାରତକୁ ଅଧ୍ୟୟନ କରିଛନ୍ତି। ମୋର ବିଶ୍ୱାସ ଭାରତ ଯୋଡ଼ୋର ଯେଉଁ ଅଧ୍ୟୟନ, ଭାରତକୁ ଯୋଡ଼ିକି ରଖିବାର, ଭାରତକୁ ଏକତ୍ରିତ କରି ରଖିବାର ଯେଉଁ ଅଧ୍ୟୟନ
ରାହୁଲ ଗାନ୍ଧୀ ଯେ ଆଣିଛନ୍ତି ନିଜ ଅଭିଜ୍ଞତା ଭିତରକୁ, ସେ ଅଭିଜ୍ଞତା ହିଁ ସ୍ଥାୟୀ କରି ଭାରତବର୍ଷକୁ ରଖିବ। ଦେଖନ୍ତୁ ମୋହନ ଭାଗବତ ଯେମିତି କହିଲେ କି ବର୍ତ୍ତମାନ ରାମ ମନ୍ଦିର ପ୍ରତିଷ୍ଠା ହେଲା ପରେ ସ୍ୱାଧୀନତା ଆମକୁ ମିଳିଗଲା। ମୁଁ ଜମା ରାମଙ୍କୁ ଇଏ କରେ ନାହିଁ, ମାନେ ବିଚାରକୁ ଆଣି ନାହିଁ। ମୋ ରାମ ହେଉଛନ୍ତି କାହାର? ମହାତ୍ମା ଗାନ୍ଧୀଙ୍କ ରାମ, ଯେଉଁ ରାମ ଈଶ୍ୱର ଆଲ୍ଲାହ ତେରେ ନାମ ସବକୁ ସନ୍ମତି ଦେ ଭଗବାନ, ରଘୁପତି ରାଘବ ରାଜା ରାମ। ଏଣୁ ଯେଉଁ ରଘୁପତି ରାଘବ ରାଜା ରାମ, ସେତେବେଳେ ଅନ୍ୟ କେଉଁ କଥା ନଥିଲା। ଯାହାକୁ ଗାନ୍ଧୀ କହୁଛନ୍ତି ତୁ ଯିଏ ଆଲ୍ଲାହ ସିଏ, ଆମ ପାଖରେ ସବୁ ସମାନ। କୋଇ ବୋଲେ ରାମ ମୋରେ ପ୍ୟାରା, କୋଇ ବୋଲେ ରହିମ, ୱାପସ ମେ ଲଡ଼ କର ମରେ, ମରମ କୋଇ ନ ଜାନେ। କେହି ମରମ ଜାଣନ୍ତି ନାହିଁ ଏବଂ ଭିତରକୁ ଜାଣନ୍ତି ନାହିଁ, ଭିତରେ ଲଢ଼େଇ କରୁଛନ୍ତି। କିନ୍ତୁ ରାମ ଯିଏ ରହିମ ସିଏ, ଏ କଥା କବିଙ୍କର ମତ। ଏକଥା ଆମେ, ମୋର ମତରେ ମୋ ରାମ ଯିଏ ହେଉଛନ୍ତି ମର୍ଯ୍ୟାଦା। ପ୍ରଥମ କଥା ହେଉଛି, ଗୋଟେ ବଡ଼ କଥା ହେଉଛି କ'ଣ କହିଲେ, ଆମେ ଆସିବା ପୁଣି ଆଙ୍କ ପାଖକୁ, ହନୁମାନଙ୍କ ପାଖକୁ। ହନୁମାନ ଯେତେବେଳେ ପ୍ରାର୍ଥନା କରୁଛନ୍ତି, ସେ କ'ଣ ରାମ ଲକ୍ଷ୍ମଣ ସିଆ ସଇ ହୃଦୟ ବସୁ, ରଘୁପତି କହୁଛନ୍ତି ଯେ ରାମ ଲକ୍ଷ୍ମଣ ସୀତା ଏ ତିନି ଜଣ ଯାକ ମୋ ହୃଦୟରେ ବାସ କରିଛନ୍ତି। ସେ କେଉଁଠି କହିନାହାନ୍ତି ମନ୍ଦିରରେ ଅଛନ୍ତି ବା କେଉଁଠି ଜଙ୍ଗଲରେ ଅଛନ୍ତି, ଚିତ୍ରକୂଟ ପାହାଡ଼ରେ ଅଛନ୍ତି। ସେ କହୁଛନ୍ତି ରାମ ଲକ୍ଷ୍ମଣ ସୀତା ସହ ହୃଦୟରେ ମୋ ହୃଦୟରେ ବସିଛନ୍ତି, ତିନି ପ୍ରଭୁ ଯାକ ବସିଛନ୍ତି ମୋ ହୃଦୟରେ ରହି। ଅନୁଭବ ହେଉଛି ଠାକୁର। ମୋ ଜଗନ୍ନାଥ ହେଉଛନ୍ତି ଅନୁଭବର ଠାକୁର, ରାମ ହେଉଛନ୍ତି ଅନୁଭବର ଠାକୁର। ରାମଚନ୍ଦ୍ର ମାନେ ସବୁଠାରୁ ବଡ଼ ତ୍ୟାଗୀ ପୁରୁଷୋତ୍ତମ ଥିଲେ। ସେ ପିଲାଟି ବେଳୁ ଋଷିମାନଙ୍କୁ ରକ୍ଷା କରିବା ପାଇଁ ମାଗିଲେ ଆସିକିରି ଆପଣଙ୍କ ପୁଅକୁ ଦେଇଦିଅନ୍ତୁ। ଦଶରଥ ଭାରି ଶ୍ରଦ୍ଧା କରୁଥିଲେ, ରାମକୁ ଛାଡ଼ିବାକୁ ଜଙ୍ଗଲକୁ ରାଜି ହେଉନଥିଲେ। କହିଲେ ଆମେ ଏହାକୁ ନେବୁ, ରାମକୁ ହିଁ ନେବୁ। ରାମ ଜଙ୍ଗଲକୁ ଗଲେ ଋଷିମାନଙ୍କୁ ରକ୍ଷା କରିବା ପାଇଁକି, ସେ ଆଉ ରହିପାରିଲେ ନାହିଁ। ତାପରେ ଆସିଲେ ବାହା ହେଇକିରି ଦେବା ପାଇଁ ରାଜପଥ ଯିବାକୁ ଯାଉଛନ୍ତି, ହଠାତ୍ ଦେଖିଲା ବେଳକୁ ତାଙ୍କର ପୁଣି ନିର୍ବାସନ ହେଲା। ସେ ଜଙ୍ଗଲକୁ ଗଲେ 14 ବର୍ଷ ବୁଲିଲେ। ତାପରେ ପୁଣି ଫେରିକି ଆସିଛନ୍ତି। ଆସିକି ରାଜକାର୍ଯ୍ୟ କଲାବେଳକୁ ସେ ଦେଖିଲେ ସୀତା ତାଙ୍କଠାରୁ ଦୂରେଇ ଯାଇଛନ୍ତି ଏବଂ ସିଏ ମଧ୍ୟ ଏପରି ଏକ ଜଙ୍ଗଲ ରାଜ୍ୟ ଭିତରେ, ମାନେ ଗୋଟେ ଅବସ୍ଥା ଭିତରେ ସେ କେଉଁଠି ମନ୍ଦିର ବା ସୌଖିନ ରାଜନେତା ନଥିଲେ। ମାର୍ବଲ ଆଣିକରି ଇଟାଲୀରୁ ବା କେଉଁଠୁ ବାହାରୁ ବଡ଼ ମନ୍ଦିର ହେବ ଏବଂ ସେ ମନ୍ଦିର ଭିତରେ ରହିବେ, ଏକଥା ରାମଚନ୍ଦ୍ରଙ୍କର ବିଚାରରେ ନଥିଲା। ଯେଉଁଥିପାଇଁ ଆମେ ଲକ୍ଷ୍ୟ କରିବା, ସେଇ ଅଞ୍ଚଳରେ ଯଦି ଆମେ ବିଶ୍ୱାସ କରୁଥାଏ, ସେଇ ଅଞ୍ଚଳରେ 2024 ନିର୍ବାଚନରେ ବିଜେପି କି ଉତ୍ତରପ୍ରଦେଶରେ ସବୁଠାରୁ ବଡ଼ ଆଘାତ ମିଳିଲା। ବିଜେପି ସେ ଅଞ୍ଚଳରେ ହାରିଗଲା। ତାର କାରଣ ହେଉଛି ରାମକୁ ନାମକୁ ନେଇ ଯିଏ ଧୋକା ଦେବା ପାଇଁ ବସିଥିଲେ, ସେଠି ଆଗ ସେ ପରିଚୟ କରେଇଦେଲା ଯେ ଏଠି ସେ ଧୋକା ଚଳିବ ନାହିଁ। ଯେ ବର୍ତ୍ତମାନ ଯେଉଁଭଳି ଭାବରେ ରାମଙ୍କୁ ନେଇକି ରାଜନୀତିକରଣ ଗୋଟେ କରାଯାଉଛି, ରାମକୁ ନେଇ ରାଜନୀତି ବହୁତ କ'ଣ ଖତମ ହୋଇସାରିଲାଣି। କହିଲି ପରା, ଖତମ ହୋଇସାରିଲାଣି ସେ କଥା। ରାମକୁ ରାଜନୀତିକରଣ ପରା 24 ମସିହା ନିର୍ବାଚନରେ ଖତମ ହେଲା। ନିଜେ ସେ ଜାଗାରେ ହାରିଗଲେ ବିଜେପି ପାର୍ଟି, ଭାରତୀୟ ଜନତା ପାର୍ଟି ହାରିଗଲା ଅଯୋଧ୍ୟାରେ। ଆଉ ତାପରେ କ'ଣ ଆଉ ସେ ଆଲୋଚନା କରିବା। ତ ଭାବୁଛି ଭଗତ ହୁଅନ୍ତୁ ବା ସେ RSS ବା ଭାରତୀୟ ଜନତା ପାର୍ଟିର ସବୁ କର୍ମକର୍ତ୍ତାମାନଙ୍କୁ ମୋର ଅନୁରୋଧ, ସେ କୌଟିଲ୍ୟ ଅର୍ଥଶାସ୍ତ୍ରଟି ପାଠ କରନ୍ତୁ, ସେ ମହାଭାରତ ରାମାୟଣଟି ପାଠ କରନ୍ତୁ। ସେ ଯେତେ ପ୍ରାଚୀନ ଗ୍ରନ୍ଥ ଅଛି ତାକୁ ସବୁ ପାଠ କଲେ ଜାଣିପାରିବେ ସେ କେଉଁ ବାଟରେ ଯାଉଛନ୍ତି, ସେଇଟା ଠିକ୍ ନା ଭୁଲ। ଯେ ବିଜେପିର ସ୍ଥିତି କ'ଣ ଖରାପ ହେଉଛି କି ଆଗକୁ? ଜଣାପଡ଼ିବ। 24 ତ ଖରାପ ହେଇସାରିଥିଲା। କେବଳ ଏଇ ଓଡ଼ିଶା 20ଟା ସିଟ୍ ଜୟ ଜଗନ୍ନାଥ କହିବାରୁ 20ଟା ସିଟ୍ ତାଙ୍କର ପାଇଲା ଏବଂ ସେଇଥିରେ ବଞ୍ଚିଗଲେ। ଆଗାମୀ ଦିନରେ କ'ଣ ହେବ ଦେଖିବା। ଯେ ବର୍ତ୍ତମାନ ରାହୁଲ ଗାନ୍ଧୀ ଯେଉଁଭଳି ଭାବରେ ଟାର୍ଗେଟ୍ କରୁଛନ୍ତି, ମୋହନ ଭାଗବତ ହଉ ବିଜେପିକୁ ଟାର୍ଗେଟ୍ କରୁଛନ୍ତି, ଆଗାମୀ ଦିନରେ କଂଗ୍ରେସ ଟାର୍ଗେଟ୍ କରିବା ନାହିଁ। ରାହୁଲ ଗାନ୍ଧୀ ଯାହା କହୁଛନ୍ତି ତାଙ୍କ ନିଜର ଅଭିଜ୍ଞତା ଏବଂ ତାଙ୍କର ବିଚାର, ତାକୁ ନେଇକରି ସେ କହୁଛନ୍ତି। ସେ ଟାର୍ଗେଟ୍ କାହାକୁ କହୁନାହାନ୍ତି। ଯେମିତି ରାହୁଲ ଗାନ୍ଧୀ ଏମାନଙ୍କ ସବୁ ଟାର୍ଗେଟ୍ କରୁଛନ୍ତି। ଟାର୍ଗେଟ୍ କଂସ କରୁଥିଲା କୃଷ୍ଣକୁ, ରାତିରେ ଡରୁଥିଲା, ହେ ଆଇଲା କୃଷ୍ଣ ଆଇଲା, ହେ ସେ ଗୌଡ଼ ଟୋକା ଆଇଲା। ମାନେ ଛୁଆଟାଏ, ମାନେ ତାଙ୍କ ବୟସ କମ୍ ବୟସ, କିନ୍ତୁ ରାତିରେ ସ୍ୱପ୍ନ ଦେଖୁଥିଲା କୃଷ୍ଣ। ଇଏ ସେମିତି ହେଇ ପପୁ ଆଇଲା, ହେଇ ରାଜପୁତ୍ର ରାହୁଲ ଗାନ୍ଧୀ ଆଇଲେ, ଏଇ କଥା କହିକିରି ଏମାନେ ଚିତ୍କାର କରୁଛନ୍ତି। କାରଣ ତାଙ୍କର ଭୟ, କଂସର କେଶୀର ଭୟ, କଂସ କେଶୀ ୟାଙ୍କର ପ୍ରବଳ ଭୟ ଥିଲା
କୃଷ୍ଣ ଭଳି ଛୋଟିଆ ଛୁଆଟିକୁ ଆଙ୍କର ସେମିତି ପ୍ରବଳ ଭୟ ହେଉଛି ରାହୁଲ ଗାନ୍ଧୀକି। ସେମାନେ ରାହୁଲ ଗାନ୍ଧୀ ରାହୁଲ ଗାନ୍ଧୀ ମୋଦି ଭୟ କରୁଛନ୍ତି? ହୁଁ? ରାହୁଲ ଗାନ୍ଧୀ ମୋଦି ଭୟ କରୁଛନ୍ତି? ମୋଦି ମୋଦି ଭୟ କରୁଛନ୍ତି କି? ନିଶ୍ଚୟ। ମୁଁ ତ ରାହୁଲ ଗାନ୍ଧୀଙ୍କର ସମର୍ଥକ ହେବାର କାରଣ ହେଉଛି ଯେ ମୋଦିଙ୍କର ଯେଉଁ ଭୟ ରାହୁଲ ଗାନ୍ଧୀକୁ ତା ମୁଁ ସ୍ପଷ୍ଟ ବାରିପାରିଲି ଏବଂ ଦେଖିଲି ଯେ ସେ ଏକମାତ୍ର ଜଣେ ବ୍ୟକ୍ତିକୁ ଇଏ କରନ୍ତି, ଭୟ କରନ୍ତି, ସେ ହେଉଛନ୍ତି ରାହୁଲ ଗାନ୍ଧୀ। ଯେ ଆଗାମୀ ଦିନରେ ଯେଉଁଭଳି ଭାବରେ ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ରହିଛି, ଆଗାମୀ ଦିନରେ କଂଗ୍ରେସ ପୁଣି ରିଭାଇଭ୍ କରିବ? ନିଶ୍ଚୟ। କଂଗ୍ରେସ ଅତୀତରେ ଏମିତି ପଡ଼ିଛି, ବାରମ୍ବାର ତଳେ ପଡ଼ିଛି, ଆମେ ଦେଖିଛେ, ଲକ୍ଷ୍ୟ କରିଛେ ଏବଂ ପୁଣି ଉଠିଛି। କଂଗ୍ରେସ ଓଡ଼ିଶାରେ 1960 ମସିହା ପର୍ଯ୍ୟନ୍ତ ନଥିଲା। ବିଜୁ ପଟ୍ଟନାୟକ ଆସିଲେ, ଯେତେବେଳେ କଂଗ୍ରେସ ନେତୃତ୍ୱ ନେଲେ, ହଠାତ୍ ଚମତ୍କାର ଭାବରେ ଉଠିଗଲା, ପୁଣି ପଡ଼ିଗଲା ପରେ 1980 ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକ ଆସିଲେ, ସେତେବେଳେ କଂଗ୍ରେସ ଉଠିଲା। ଏଣୁ କଂଗ୍ରେସ ପଡ଼ିଛି, ଉଠିଛି ଏବଂ କଂଗ୍ରେସ ସେଇ ଜାନକୀ ପଟ୍ଟନାୟକ ସମୟରେ ମଧ୍ୟ ବିଜୁ ପଟ୍ଟନାୟକ 1991 ମସିହା 91 ମସିହାରେ 30-31 ମାନେ 123ଟା ସିଟ୍ ଜିତିଲେ। କଂଗ୍ରେସ ପୁରାପୁରି ତଳୁ ଖସିଗଲା, କିନ୍ତୁ ତାପରେ ପୁଣି ଉଠିକି ସରକାର ଗଢ଼ିଲା 15 ବର୍ଷ କାଳ। ଏଣୁ ଅତୀତରେ ଦେଖାଯାଇଛି ଓଡ଼ିଶାରେ କଂଗ୍ରେସ ଗୋଟେ ନିର୍ଣ୍ଣାୟକ ଭୂମିକା ନିଏ ବିଜେଡ଼ିର ସରକାର ଗଠନ ହେବାରେ। ଏବେ ବିଜେପିର ସରକାର ଅଛି, ତାକୁ ନେଇ କ'ଣ କହିବେ? ବିଜେପି ତ ସରକାର ହେଇଛି ଆଉ କ'ଣ, ବର୍ତ୍ତମାନ ତ ବିଜେପିର ସରକାର ଅଛି। ବିଜେପି ବିଜେଡ଼ି ପରସ୍ପରର ଲଢ଼େଇ ହେଉଛି ସ୍ୱାମୀ ସ୍ତ୍ରୀର ଲଢ଼େଇ। ରାତିରେ ଏକାଠି ହୁଅନ୍ତି, ସକାଳକୁ କଳିକଜିଆ କରନ୍ତି, ସ୍ୱାମୀ ପାଖରେ କିଏ, ସ୍ତ୍ରୀ ପାଖରେ କେଉଁ ପୁଅ, କେଉଁ ଝିଅ କାହା ପାଖରେ ରହିବେ, ଏଇ ଅବସ୍ଥାରେ କରିଛନ୍ତି। ଏଣୁ ସେ ଦୁଇ ଜଣ ଯାକଙ୍କର ପ୍ରକୃତି ଏକ, ସମାନ ଏବଂ ପରସ୍ପରର ଅର୍ଦ୍ଧାଙ୍ଗ ବୋଲି ବିଚାର କରାଯିବ। ଦେଖନ୍ତୁ ଯେଉଁଭଳି ଭାବରେ ରାହୁଲ ଗାନ୍ଧୀ କହିଛନ୍ତି, ତାଙ୍କ କଂଗ୍ରେସ ଗୋଟେ ଇତିହାସ ସୃଷ୍ଟି ରଖିଛି ଏବଂ ପ୍ରତିଟି କମ୍ୟୁନିଟି ସହିତ ସେ ଜଡ଼ିତ ଅଛନ୍ତି, ପ୍ରତିଟି କମ୍ୟୁନିଟିର ଭାଇବ୍ରେସନ୍ ସହିତ ସେମାନେ ଅଛନ୍ତି। ତାକୁ ଭାଙ୍ଗିବା ପାଇଁ ବିଜେପି ଗୋଟେ ଷଡ଼ଯନ୍ତ୍ର କରୁଛି, ତାକୁ ନେଇ କ'ଣ କହିବେ? ସେ ତାଙ୍କର ଅନୁଭୂତିକି ସେ କହିଛନ୍ତି, ତାଙ୍କ ଅନୁଭୂତି ନେଇ ସେ କହିଛନ୍ତି, ହେଉଛି ଅଧ୍ୟୟନ କରିବାର କଥା, କିଛି ଅସୁବିଧା ନାହିଁ। ଯେ ଏଭଳି ବୟାନ ଦେଲା ପରେ କଂଗ୍ରେସ କର୍ମୀଙ୍କ ଭିତରେ ଗୋଟେ ଉର୍ଜା ଜାଗ୍ରତ ହେବ କି ଆଗାମୀ ରଣନୀତି ସେମାନେ ପ୍ରସ୍ତୁତ କରିବେ, ରାଜନୀତି କରିବେ, ସରକାର କରିବେ? କଂଗ୍ରେସ ଲୋକ ସର୍ବତ୍ର ଏଇ ମୋ ପାଖରେ ଏବେ ବସିଥିଲେ, ଯାଇଛନ୍ତି ଏବେ, ଯେଉଁ ପୂର୍ବରୁ କଂଗ୍ରେସ ଲୋକମାନେ ଆସିଥିଲେ, ଯେଉଁ ଗଲେ ଏବେ, ସମସ୍ତଙ୍କ ଭିତରେ ଉତ୍ସାହ ଅଛି। ହଠାତ୍ ସେ ଉତ୍ସାହ ଜାଗ୍ରତ ହେବ, କେହି ଅଟକେଇ ପାରିବେନି। ଆଗାମୀ ଦିନରେ ଓଡ଼ିଶାରେ କଂଗ୍ରେସ ବି ସରକାର କରିବ? ସେ ନିର୍ଭର କରିବ ସିଚୁଏସନ୍ ଉପରେ। ହଁ, ମୁଁ ଜଣେ ଗଣିତ ମାନେ ଏଇ ଯେଉଁ ଗଣକ ନୁହେଁ, ମାନେ ଜ୍ୟୋତିଷଶାସ୍ତ୍ର ପଢ଼ିକିରି କହିପାରିବା ଲୋକ ନୁହେଁ। ରାଜନୈତିକ ବ୍ୟବସ୍ଥା ଭିତରେ ଅଧ୍ୟୟନ କରିବାକୁ ପଡ଼ିବ, ଆସୁ ସମୟ ଆସୁ। କେନ୍ଦ୍ରରେ ଯେଉଁଭଳି ଭାବରେ କାଦୁଅ ଫିଙ୍ଗାଫିଙ୍ଗି ଚାଲିଛି, କ'ଣ ଆଶା କରାଯାଉଛି? କେନ୍ଦ୍ରରେ ଭାଙ୍ଗିବ, ମେଣ୍ଟ ଭାଙ୍ଗିବ ମୋଦି ସରକାରଙ୍କର? କହିହେବନି, କାରଣ ନିଜ ନିଜ ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ହେଇକି ରହିଛନ୍ତି। ରାଜ୍ୟର ବା ଦେଶ ଲୋକଙ୍କର ସ୍ୱାର୍ଥ ଅପେକ୍ଷା ନିଜର ସ୍ୱାର୍ଥ ଉପରେ ସମସ୍ତେ ରହିଛନ୍ତି ଏବଂ ଭୟରେ ଅଛନ୍ତି। ଧରି ନିଆଯାଉ, ଆମେ ଚନ୍ଦ୍ରବାବୁ ନାଇଡ଼ୁ ଉପରେ ଯେତେବେଳେ ତାକୁ ଆରେଷ୍ଟ କରିକିରି ପଠାଗଲା, ଭୟ ସୃଷ୍ଟି ହେଲା। ଏଇ ଯେଉଁ ଇଡି ଅଛି, ସିବିଆଇ ଅଛି, ଭୟ ସୃଷ୍ଟି କରୁଛି। ସେ ଭୟରେ କିଛି ଲୋକ ବାନ୍ଧି ହେଇକି ଅଛନ୍ତି ଏବଂ ଯେତେବେଳେ ସେ ଭୟ ଆସ୍ତେ କରି ଖସିଯିବ, ସେତେବେଳେ ସେ ସବୁ ପୁଣି ବାହାରିଯିବେ, ଭାଙ୍ଗିଯିବେ, ପଳେଇବେ ଛାଡ଼ିକିରି। ନିଶ୍ଚିତ ରୂପରେ ଆପଣ ଶୁଣୁଥିଲେ, ସାର୍ଙ୍କ ସହିତ ଆଲୋଚନା ଆମେ କଲେ ବିଭିନ୍ନ ପ୍ରସଙ୍ଗରେ, ରାଜନୈତିକ କ୍ଷେତ୍ର କଥା, କେନ୍ଦ୍ରରୁ ରାଜ୍ୟ ଯେଉଁଭଳି ଭାବରେ ରାଜନୈତିକ ପରିସ୍ଥିତି ଦେଇ ଗତି କରୁଛି ଏବଂ ବଡ଼ କଥା ଥିଲା ଯେତେବେଳେ ମୋହନ ଭାଗବତ ଯେଉଁ ଟିପ୍ପଣୀଟି ଦେଇଥିଲେ, ସେ ଟିପ୍ପଣୀକୁ ଯେଉଁଭଳି ଭାବରେ କାଉଣ୍ଟର କରିଛନ୍ତି ରାହୁଲ ଗାନ୍ଧୀ, ତାକୁ ନେଇ ମଧ୍ୟ ଆଲୋଚନା କଲେ। ତେଣୁ ଆଗାମୀ ଦିନରେ ଏଇ ଯେଉଁ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି ବା ରାହୁଲ ଗାନ୍ଧୀଙ୍କର ପ୍ରତିଟି କଥାବସ୍ତୁ ଯେଉଁ ଗ୍ରାମାଞ୍ଚଳ ଯେଉଁ କମ୍ୟୁନିଟି ଲୋକମାନେ ଅଛନ୍ତି ତାଙ୍କ ଭିତରେ ଏହା ଏକ ଉର୍ଜା ଜାଗରଣ କରୁଛି। ପ୍ରତିଟି ଜାଗାରେ ଚର୍ଚ୍ଚା ହେଉଛି ଯେ ରାହୁଲ ଗାନ୍ଧୀ ମୋହନ ଭାଗବତକୁ ମଧ୍ୟ ଟାର୍ଗେଟ୍ କରିବାକୁ ପଛେଇ ନାହାନ୍ତି। ତେଣୁ ଆଉ ଗୋଟେ କଥା ବି ମଧ୍ୟ ସାର୍ କହିଲେ ଯେ ରାହୁଲ ଗାନ୍ଧୀକି ମଧ୍ୟ ମୋଦି ଭୟ କରୁଛନ୍ତି। ତ ନିଶ୍ଚିତ ରୂପରେ ସମୟ ହିଁ ତାର ଆଗାମୀ ଦିନରେ ତାର ଜବାବ ଦେବ କି ଆଗାମୀ ଦିନରେ ଓଡ଼ିଶାରେ ହେଉ ବା କେନ୍ଦ୍ରରେ କଂଗ୍ରେସ ସରକାର ହେବ କି ନାହିଁ, ତା ସମୟ ହିଁ କହିବ। ଭୁବନେଶ୍ୱର ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଧୀରେନ୍ଦ୍ରଙ୍କ ସହିତ ବିଶ୍ୱ ବିଶ୍ୱଶ୍ରୀ ସୂଚନା।